आग नाटक भाई नाटकर चार्म ना खाली गोटे चाकरी करूँ आम भूमिका या आम अभिनय करूँ गोटे व्यावसायिक मनोवृत्ति सब चलती शुणु बर्तमान तेलिया मुंडे तेल ଏବେ ସବୁ ପ୍ରଯୋଜକ ମାନଙ୍କ ଇଚ୍ଛାରେ ସବୁ ଚାଲିଛି ସିଏ ଯାହା ଚାହିଁବେ ସେଇଆ ହବ ଚରିତ୍ର ଅନୁସାରେ ପୋଷାକ ପିନ୍ଧି ଜାଣିନାହାନ୍ତି କଳାକାର ଅଛନ୍ତି ଚରିତ୍ର ଅନୁସାରେ ମେଣ୍ଟେନ୍ କରି ଜାଣିନାହାନ୍ତି ଚରିତ୍ର ଅନୁସାରେ କଥା ବି କହି ଜାଣିନାହାନ୍ତି ଏମିତି ଅନେକ କଳାକାର ଯାତ୍ରାରେ ଅଛନ୍ତି ସେମାନଙ୍କୁ ମାଲିକ କିନ୍ତୁ ଟେକିକି ଧରିଛନ୍ତି ଆଜି ଦେଖନ୍ତୁ ଆଜିର ମୋର ଗେଟଅପ୍ କ'ଣ ଗାମୁଛାଟାଏ ଗଞ୍ଜିଟାଏ ତଳକୁ କ୍ୟାମେରା ନିଅନ୍ତୁ ଦେଖନ୍ତୁ ଲୁଙ୍ଗିଟାଏ ମୁଁ ଯଦି ଏ ଚରିତ୍ରରେ ପ୍ୟାଣ୍ଟ ସାର୍ଟ ବୁଟ ଘଣ୍ଟା ଲଗେଇ ନା ସେମିତି ଗୋଟେ ଖୁସି ହେଲା ଭଳିଆ ନିଜ ମନକୁ ବୁଝେଇଲା ଭଳିଆ କାହିଁ ଡାଇଲଗ ଏ 5 ବର୍ଷ ଭିତରେ ମୁଁ କାହିଁ ସେମିତି ପାଇବି ସବୁ ପରିବର୍ତ୍ତନ ହେଇଯାଇଛି ଯାତ୍ରା ଗୋଟେ ଭେରସାମି ହେଇଯାଇଛି ଗୋଟେ ଭାଣ୍ଡାମି ଆଜ୍ଞା ମିଡ଼ିଆ ସାମ୍ନାକୁ ଏଇଥିପାଇଁ ଅନେକ ସମୟରେ ଆସେନି ଆଭଏଡ୍ କରେ ଗୋଟେ ନିଛକ ସତ କଥା କହିଦିଏ ଅନେକ ଲୋକଙ୍କ ପାଇଁ ଦୋଷୀ ହେଇଯାଏ ବୁଝିଲେ ଦୋଷୀ ବରଂ ହୁଏ କିନ୍ତୁ ସତ କହିବାକୁ ମୁଁ ଡରିବି ନାହିଁ ସତ କହି ନାଣ୍ଡୁ ଶୁଣନ୍ତୁ ସେ ଆଜ୍ଞା ଜଣେ ସ୍ୱତନ୍ତ୍ର ମାଲିକ ସେ ଗୋଟେ ବଢିଆ କଥା କହନ୍ତି ତମ ଷ୍ଟାର ନେଇ ମୋ ପାର୍ଟି ଚାଲିନି ମୋ ପାର୍ଟି ବ୍ୟାନର ନେଇକି ତମେ ଷ୍ଟାର ସେ ବି ଅନେକ ଷ୍ଟାର ତିଆରି କରିଛନ୍ତି ଆଜି ଏ ପିୟୁଷ କୋଉଠୁ ହାଇଲାଇଟ୍ ହେଲା ଅଧା ରାତିର ସାଥୀ ସେ କାହା ନାଟକ ତୁଳସୀ ଗଣନାଟ୍ୟ ନାଟକ ମାଲିକ କିଏ ସେଇ ନାଣ୍ଡୁ ବାବୁ ମୁଁ ତାଙ୍କୁ ଖରାପ କହିପାରିବିନି ସେ ଭଲ ମାଲିକ ତା ପାଖରେ କ'ଣ ଖରାପ ହେଇପାରନ୍ତି ମୁଁ ତାଙ୍କୁ କେବେ ଖରାପ କହିପାରିବି ଖଣ୍ଡଗିରି ଯାତ୍ରା କୁମ୍ଭମେଳା ଯାତ୍ରା ବିଷୟରେ ଆପଣମାନେ ଜାଣିଛନ୍ତି ଦର୍ଶକ ବି ଜାଣିଛନ୍ତି ଏଠି ଗୋଟେ ମହାସମର ଏ ଗୋଟେ ଲଢ଼େଇର ଜାଗା ଏଠି କଳାକାର ଅଲଗା ପ୍ରକାର ମନୋବୃତ୍ତି ନେଇକି ମଞ୍ଚ ଉପରକୁ ଚଢ଼ନ୍ତି ଆମ ନାଟ୍ୟ ମଣ୍ଡପ ଯେତିକି ଆଶା ଆମେ ରଖିଛୁ ନିଶ୍ଚିତ ଭାବରେ ଭଲ ବିଜନେସ୍ କରିବ ଲୋକ ବି ଭଲ କହିବେ ନାଟ୍ୟ ମଣ୍ଡପକୁ କି ଲୋକ ଭଲ ଗ୍ରହଣ କରୁଛନ୍ତି ଅତି ସୁନ୍ଦର ନାଟକ ଲେଡି ଗ୍ୟାଙ୍ଗଷ୍ଟାର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଆମର ପ୍ରଯୋଜିକା ରାନୀ ମ୍ୟାଡ଼ାମ ରାନୀ ପଣ୍ଡା ଲେଡି ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରୁଛନ୍ତି ଆଜି ନାଟକରେ ମୁଁ ବି ଅଭିନୟ କରୁଛି ତାଙ୍କ ବାପା ଭୂମିକାରେ ଖୁବ ସୁନ୍ଦର ଚରିତ୍ରଟିଏ ଆଉ ମୋ ମିସେସ୍ କୁସୁମକୁ ତ ଆପଣମାନେ ଜାଣିଥିବେ ସିଏ ମୋ ସ୍ତ୍ରୀ ଭୂମିକାରେ ଆଜି ଅଭିନୟ କରୁଛି ମାନେ ରାନୀ ପଣ୍ଡାଙ୍କ ମା ଭୂମିକାରେ ଭଲ ବଢ଼ିଆ ଚାଲିଛି ଆଜି ପ୍ରଥମ ରାତି ବଢ଼ିଆ ଏକଦମ ହାଉସଫୁଲ ଆଉ 6 ଦିନ ଯାକ ଏଇ ଗୋଟିଏ ନାଟକ ପ୍ରାୟ ହବ ଆଶା ଯେତିକି ସବୁଦିନ ହାଉସଫୁଲ ରହିବ ଦେବଦାସୀ ଏଥରକ ପଡ଼ିବନି ଖଣ୍ଡଗିରିରେ ନା ଦେବଦାସୀ ନାଟକ ପଡ଼ି ନପାରେ କେବଳ ଏଇ ଲେଡି ଗ୍ୟାଙ୍ଗଷ୍ଟାରରେ କେବଳ ଲେଡି ଗ୍ୟାଙ୍ଗଷ୍ଟାର ସେତିକି ଦର୍ଶକଙ୍କୁ ଭିଡ଼ି ପାରିବ ବିଶ୍ୱାସ ଆଶା ଏବଂ ବିଶ୍ୱାସ ଭିଡ଼ିବ ବୋଲି କାହିଁକି ଏମିତି ଗୋଟିଏ ନାଟକରେ ରଖା ହେଲା ଶୁଣନ୍ତୁ ଏଇଟା ଗୋଟେ ପାର୍ଟିର କ୍ରେଜ୍ ସବୁ ପାର୍ଟି ଚାହେଁ ମୋର ଗୋଟିଏ ନାଟକ କେମିତି ଆପଣ ଦେଖନ୍ତୁ ଯେତିକି ପାର୍ଟି ଯାତ୍ରା କରିକି ଗଲେଣି ପ୍ରାୟ ଖଣ୍ଡିଏ ନାଟକ ସବୁ ପାର୍ଟି କରିଛନ୍ତି ଏମିତି କିଏ ବାଇଚାନ୍ସ ବେପାର ନହେଲେ କହିହେବନି ଆମର ବି ଯଦି ଲୋକ ନ ଭିଡ଼ିଲା ଲେଡି ଗ୍ୟାଙ୍ଗଷ୍ଟାର ଦରକାର ପଡ଼ିଲେ ନାଟକ ପରିବର୍ତ୍ତନ କରାଯାଇପାରେ କିନ୍ତୁ ବର୍ତ୍ତମାନ ଯାଏ ସ୍ଥିର ଯେ ଲେଡି ଗ୍ୟାଙ୍ଗଷ୍ଟାର ବର୍ତ୍ତମାନ ଯାହା ମାଇଣ୍ଡ ମେକଅପ୍ କରାଯାଇଛି ଆମ ପ୍ରଯୋଜିକା ରାନୀ ମ୍ୟାଡ଼ାମ ଯିଏ ସେ ମାଇଣ୍ଡ ମେକଅପ୍ କରିଛନ୍ତି ଗୋଟିଏ ନାଟକ କରିବେ ଚରତି ଏଇ ଯୋଉ 6 ମାସର ଯାତ୍ରା ରହିଛି ନାଟ୍ୟ ମଣ୍ଡପରେ କେମିତି କଟିଛି ଏ ସମୟ ଭଲ ବହୁତ ଭଲ ନାଟ୍ୟ ମଣ୍ଡପ ହଁ ଲୋକଙ୍କର ଯେତିକି ଆମେ ରିମର ନେଇଛୁ ନାଟ୍ୟ ମଣ୍ଡପ ଯୋଉଠି ନାଟକ ପରିବେଷଣ କରିଛି ଲୋକ ବାହା କହିଛନ୍ତି ପ୍ରଶଂସା ବି କରିଛନ୍ତି ହଁ ଲୋକଙ୍କ ଭଲ ପାଇବା ବହୁତ ମିଳିଛି ନୂଆ ମଣ୍ଡପ ନୂଆ ପେଣ୍ଡାଲ ତେଣୁ କରିକି ଲୋକ ସେଠିକି ଆସିବେ ନ ଆସିବେ ଖଣ୍ଡଗିରି ମିଳିବ ନ ମିଳିବ ନା ନା ବି ସବୁ ଜିନିଷ ହେଇଗଲା ହଁ ହଁ ନା ନା ନାଟ୍ୟ ମଣ୍ଡପକୁ କାହିଁ ନ ମିଳିବ ମୁଖ୍ୟ କଥା ହେଉଛନ୍ତି ଆମର ପ୍ରଯୋଜିକା ରାନୀ ମ୍ୟାଡ଼ାମ ଯେ ସେ ଗୋଟେ ମେନ୍ ବ୍ରାଣ୍ଡ ରାନୀ ପଣ୍ଡା ଭଲ ନ ପାଆନ୍ତି ଓଡ଼ିଶାର ଦର୍ଶକ ନିଶ୍ଚିତ ଭାବରେ ତାଙ୍କ ପାଇଁ ଆସିବେ ଆମର ସେ ବିଶ୍ୱାସ ଅଛି ହବ ଭଲ ହବ ଅନେକ ଗୁଡ଼ିଏ ଡାଇଲଗ୍ରେ ପରିବର୍ତ୍ତନ ହେଇଛି ଯେମିତି କମେଡିରେ ହଉ କିମ୍ବା ଅନ୍ୟମାନଙ୍କର ଡାଇଲଗ୍ରେ ପରିବର୍ତ୍ତନ ହେଇଛି ଆପଣଙ୍କର ଡାଇଲଗ୍ରେ ବି କିଛି ପରିବର୍ତ୍ତନ କରାଯାଇଛି ଶୁଣନ୍ତୁ ଆଜିକାଲି ନାଟକରେ ଆଉ ସେମିତି ଗୋଟେ କଳାକାରକୁ ମନ ବୁଝିଲା ଭଳିଆ ଚରିତ୍ର ମିଳୁନି ଆଗର ନାଟକ ଏବେର ନାଟକ ଭିତରେ ଆକାଶ ପାତାଳ ଫରକ ଏବେ ବେଶୀ ଗୁରୁତ୍ୱ ଦିଆହେଉଛି ମେଲୋଡି ରେକର୍ଡ ଡ୍ୟାନ୍ସ ଉପରେ ଆଗରୁ ନାଟକ ମ୍ୟାକ୍ସିମମ୍ 12:30 ଭିତରେ ପଡୁଥିଲା ଏବେ ନାଟକ 2ଟା ପରେ ପଡୁଛି ବୁଝିଲେ ମେଲୋଡି ରେକର୍ଡ ଡ୍ୟାନ୍ସରେ 2 ଘଣ୍ଟା ପଳେଇ ଯାଉଛି 2 ଘଣ୍ଟା ଉପରେ
ଲୋକ ଦର୍ଶକଙ୍କୁ ନେଇକି ସଂସ୍ଥା ଚାଲିଛି ଆଉ। ନାଟକର ସମୟସୀମା କମି ଯାଉଛି, ନାଟକର ସମୟସୀମା ଧୀରେ ଧୀରେ ନୁହଁ କେବେଠୁ କମିଲାଣି। ବହି ବି ଛୋଟ ହେଇଯାଉଛି। ବହି ଛୋଟ ହେଇଯାଉଛି, ଆଉ ଆଗ ନାଟକ ଭଳି ନାଟକର ଚାର୍ମ ନାହିଁ। ଖାଲି ଗୋଟେ ଚାକିରି କରିଛୁ, ଆମ ଭୂମିକା ଏଇଆ, ଆମେ ଅଭିନୟ କରିବୁ, ଗୋଟେ ବ୍ୟବସାୟିକ ମନୋବୃତ୍ତିରେ ସବୁ ଚାଲିଛି ଆଉ। କାହିଁକି ଏମିତି ଗୋଟେ କାହିଁକି ହେଇଯାଉଛି? ସେଥିପାଇଁ ଆମେ କାହାକୁ ଦାୟୀ କରିବୁ? ଯିଏ ଅନୁଷ୍ଠାନ ତିଆରି କରିଛନ୍ତି, ଅଛନ୍ତି ଅନେକ ମାଲିକ ଅଛନ୍ତି, ସେ ନାଟକ ଉପରେ ଗୁରୁତ୍ୱ ଦିଅନ୍ତି। ଗୋଟେ ପାର୍ଟି ଦେଖନ୍ତୁ ଆପଣ ଶିବାନୀ, ସେ ସବୁବେଳେ ନାଟକ ଉପରେ ଗୁରୁତ୍ୱ ଦିଅନ୍ତି, କେମିତି ଭଲ ନାଟକ ପରିବେଷଣ କରିବେ, ସୁନ୍ଦର ନାଟକ ଲୋକଙ୍କୁ ଭେଟି ଦେବେ। ଏପର୍ଯ୍ୟନ୍ତ ସେ ପାର୍ଟି ସେ ନାଟକକୁ ବଜାଏ। ଆଉ ଗୋଟେ ପାର୍ଟି ଦେଖନ୍ତୁ କୋଣାର୍କ, ସେ ଭଲ ନାଟକ ତିଆରି କରେ। ସେ ମାଲିକ ନାଟକ, ଯେଉଁ ମାଲିକ ଯେମିତି ଆମର ବିଶ୍ୱ ଦରବାର ମାଲିକ କିଶୋର ଚନ୍ଦ୍ର ମିଶ୍ର, ସେ ମଧ୍ୟ ନାଟକ ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି। ଏବେ ସବୁ ପ୍ରଯୋଜକ ମାନଙ୍କ ଇଚ୍ଛାରେ ସବୁ ଚାଲିଛି, ସିଏ ଯାହା ଚାହିଁବେ ସେଇଆ ହବ, ତାଙ୍କ ଇଚ୍ଛା ସେ ଯାହା କରୁଛନ୍ତି। ଆଉ ଦର୍ଶକ ବି ଏବେ ମେଲୋଡି ରେକର୍ଡ ଦେଖିବାକୁ ଆସୁଛନ୍ତି ବେଶୀ। ନାଟକ ନାଟକ ମାନଙ୍କର ଡାଇଲଗ ଗୁଡ଼ିକ ସମସ୍ତେ ଘରେ ଘରେ ପିଲାମାନେ ସମସ୍ତେ ବହୁତ ସେମିତିଆ ଡାଇଲଗ ଥିଲା, ଅଛି ଅଛି ରାଇଟର। ଶୁଣନ୍ତୁ, ବର୍ତ୍ତମାନ ତେଲିଆ ମୁଣ୍ଡରେ ତେଲ, ଇଏ ଯୋଉ ରାଇଟର ମାନେ ଆସୁଛନ୍ତି, ଆମେ ତ ଗୁରୁଙ୍କୁ ନିନ୍ଦା କରିବୁନି, ତାଙ୍କୁ ମାଲିକ, ତାଙ୍କର କିଛି ଦୋଷ ନାହିଁ, ତାଙ୍କୁ ମାଲିକ କହୁଛନ୍ତି ଇଏ ମୋର ଅମକ ଆର୍ଟିଷ୍ଟ ଏତିକି ଟଙ୍କା ନଉଛି, ତାକୁ କାମ ଦିଆଯାଉ। ରାଇଟର ତାଙ୍କୁ କାମ ଦେଲେ, ଲେଖିଲେ, ତାଙ୍କରି ଉପରେ ନାଟକ ଲେଖା ହେଲା। ନା, ସେମିତି ଗୋଟେ ଖୁସି ହେଲା ଭଳିଆ, ନିଜ ମନକୁ ବୁଝେଇଲା ଭଳିଆ କାହିଁ ଡାଇଲଗ ଏ 5 ବର୍ଷ ଭିତରେ ମୁଁ କାହିଁ ସେମିତି ପାଇନି, ଲାଗୁନି। ସବୁ ପରିବର୍ତ୍ତନ ହେଇଯାଇଛି, ଯାତ୍ରା ଗୋଟେ ଭେରସାମି ହେଇଯାଇଛି, ଗୋଟେ ଭାଣ୍ଡାମି ଚାଲିଛି, ଗୋଟେ ଇଏ ଗୋଟେ ଷ୍ଟାଇଲ କରି ଚାଲିଆ ହେଲା। ସେ ହେଇଗଲା ଗୋଟେ ବଡ଼ କଳାକାର, ସେ ବହୁତ ଦରମା ନେଲା, ସେ ବଡ଼ ଆର୍ଟିଷ୍ଟ। ଯେ ଗୋଟେ ଭାଇରାଲ ହେଇଗଲା, ସେ ହେଲା ବଡ଼ ଆର୍ଟିଷ୍ଟ। କିନ୍ତୁ ଦର୍ଶକ, ଯେ ପ୍ରକୃତ ଭଲ କଳାକାର, ଦର୍ଶକ ନିଶ୍ଚିତ ତାଙ୍କୁ କହିବେ ଇଏ ଭଲ କଳାକାର। ଆଜି ତ ଭାଇରାଲ ଆର୍ଟିଷ୍ଟ ରାତାରାତି ଷ୍ଟାର। ସେଇଥିପାଇଁ ସମସ୍ତେ ଗୋଟେ ଗୋଟେ କିଏ ସାପ ଆଇଲା, କିଏ ଘୋଡ଼ା ଆଇଲା, କିଏ କଣ ଆଇଲା। ହଁ, ଧୀରେ ଧୀରେ ଯାତ୍ରା ପାର୍ଟି ସର୍କସ ପାର୍ଟି ହେଇଗଲାଣି ପରା। ଦେଖିବେ, ଆଉ ସମୟ ଆସୁଛି ଯାତ୍ରା ୱିଥ୍ ସର୍କସ ଦିଟାକ ମିଶିକି ବୋଧେ ଚଲେଇବେ ମାଲିକ ମାନେ। ଘୋଡ଼ା, ରୋବଟ ରଖିଲେଣି, ସାପ, କିଏ ଏଥର ଦରକାର ପଡ଼ିଲେ ହାତୀ, ବାଘ ବି ରଖିପାରନ୍ତି। ଆଜ୍ଞା, ମିଡ଼ିଆ ସାମ୍ନାକୁ ଏଇଥିପାଇଁ ଅନେକ ସମୟରେ ଆସେନି, ଆଭଏଡ୍ କରେ। ଗୋଟେ ନିଛକ ସତ କଥା କହିଦିଏ, ଅନେକ ଲୋକଙ୍କ ପାଇଁ ଦୋଷୀ ହେଇଯାଏ, ବୁଝିଲେ। ଦୋଷୀ ବରଂ ହୁଏ, କିନ୍ତୁ ସତ କହିବାକୁ ମୁଁ ଡରିବି ନାହିଁ। ସତ କହିବି, ଯିଏ ଭୁଲ ଭାବୁ ଭଲ ଭାବୁ। ଆଜି ଗୋଟେ କଣ ପାଇଁ ଏଠି ପ୍ରଥମ ରାତିରେ ବି କଣ ଗୋଟେ କିଛି ଗୋଟେ ପାଟିତୁଣ୍ଡ ହେଇଗଲା? ପାଟିତୁଣ୍ଡ ନୁହଁ, ଏ ହଉଛି ମାନ ଅଭିମାନର କଥା। ସିଏ ଆମର ମାଲିକ, ତାହେଲେ ଆମ ସହିତ କାମ କଲେ ମଧ୍ୟ ସେ ପ୍ରଯୋଜିକା, ମାଲିକର ସମ୍ମାନ ଆମେ ତାଙ୍କୁ ଦଉଛୁ, ଦବୁ ବି ହେଲା। ଟିକେ ମିସ୍ଅଣ୍ଡରଷ୍ଟାଣ୍ଡିଂ ଗୋଟେ ହେଇଗଲା, ଆଉ ସେ ପୁଣି ବୁଝାମଣା ହେଇଗଲା, ଆଉ ଏଇଆ ହଉଛି କଥା। ବୁଝାମଣାର ଆପୋଷ ସମାଧାନ ବି ହେଇଗଲା। ହଁ, କିଛି ନାହିଁ, କଣ ଛୋଟିଆ ଛୋଟିଆ କଥା ଅଛି। ଭିତରେ ଛୋଟ ଛୋଟ ଲଢ଼େଇ ବି ଚାଲେ। ହଁ, ଏମିତି ହୁଏ। ହଉ, ଗୋଟେ ସର୍ବଶେଷରେ ଗୋଟେ ଦର୍ଶକ ପାଇଁ ଗୋଟେ ଡାଇଲଗ ଗୋଟେ। ଏଇ ନାଟକର ଆଜି ଯୋଉ ନାଟକ ଯାଉଛି, ହରେ ମା, ଆଜିକି 30 ବର୍ଷ ତଳେ ଆମର ପିଲା ଛୁଆ କିଛି ନଥିଲେ, ତଥାପି ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ବହୁତ ଖୁସିରେ ଥିଲୁ। ସମୁଦ୍ର କୂଳରୁ ଅଳିଆ ଗୋଟେଇ ମୋ ସ୍ତ୍ରୀ ବିହାରୀ ବୁଢ଼ାକୁ ବିକ୍ରି କରୁଥିଲା, ଆଉ ତାଠୁ ସବୁଦିନେ 50 ଟଙ୍କା ମାଗି ନେଇ ମୁଁ ମଦ ପିଉଥିଲି। ମୁଁ ସବୁଦିନେ ମଦ ପିଏ ବୋଲି ସେ ମୋତେ ଗାଳି ଦଉଥିଲା, ହେଲେ ସବୁଦିନେ ମୋତେ ମଦ ପିଇବା ପାଇଁ ସେ 50 ଟଙ୍କା ଦଉଥିଲା। ସମୁଦ୍ର କୂଳରୁ ଅଳିଆ ଗୋଟଉ ପିଲା ବକଟେ ପାଇଲାନି ଯେ, ସେଇ ଛୁଆ ଝିଅଟା ପାଇଁ ତାର ସବୁ ସୁଖ ହଜିଗଲା। ଅରେ ମା, ସେଇ ଛୁଆ ଝିଅଟା ଆମ ସ୍ୱାମୀ ସ୍ତ୍ରୀ 2 ଜଣଙ୍କୁ ବାପା ମା ଡାକି ଏମିତି ମାୟା ଜାଲରେ ଛନ୍ଦି ଦେଲା ଯେ ଆମକୁ ଯେମିତି ଲାଗିଲା ସେ ଆମ ଝିଅ ଚାନ୍ଦ ନୁହଁ,
ସେ ସରଗର ଚାନ୍ଦ ଆମ ଅଗଣାକୁ ଓହ୍ଲେଇ ଆସି ଡାଇଲଗ କହିଲା ବେଳକୁ ବି ବାହାରେ କହିଲାକୁ ବି ଆପଣଙ୍କ ଆଖିରେ ଲୁହ ଆସିଯାଉଛି। ଶୁଣନ୍ତୁ ଆଜ୍ଞା, ବର୍ତ୍ତମାନ ଯୋଉ ମୁଁ କଳାକାରକୁ ଆକ୍ଷେପ କରି କହୁନି, କଳାକାର ଅଛନ୍ତି ଯାତ୍ରାରେ ଚରିତ୍ର ବୁଝନ୍ତି ନାହିଁ। ଆଜି ଦେଖନ୍ତୁ, ଆଜିର ମୋର ଗେଟଅପ୍ କଣ, ଗାମୁଛାଟାଏ ଗଞ୍ଜିଟାଏ, ତଳକୁ କ୍ୟାମେରା ନିଅନ୍ତୁ, ଦେଖନ୍ତୁ ଲୁଙ୍ଗିଟାଏ। ମୁଁ ଯଦି ଏ ଚରିତ୍ରରେ ପ୍ୟାଣ୍ଟ ସାର୍ଟ ବୁଟ ଘଣ୍ଟା ଲଗେଇ ପୁରା ଚିକଣ ହେଇକି ଯିବି, ଚରିତ୍ରକୁ ଲୋକ ପ୍ରଥମ ହଉଛି ଗେଟଅପ୍, କଣ ଚରିତ୍ରର କଷ୍ଟ୍ୟୁମ, କ୍ୟାରେକ୍ଟର କଣ ଚାହୁଁଛି, କୋଉ ପୋଷାକ, ତାପରେ ହଉଛି ମେଣ୍ଟେନ, ଏ ଚରିତ୍ରରେ କେମିତି ଚାଲିବା ଦରକାର, କେମିତି କଥା କହିବା ଦରକାର। ଆସୁଛନ୍ତି କଳାକାର ମାନେ ପଇସା ନେଉଛନ୍ତି, ଅଭିନୟ କରୁଛନ୍ତି, ଯାଉଛନ୍ତି, ଚରିତ୍ରର ମାନେ ମତଲବ ବୁଝୁନାହାନ୍ତି। ବହୁତ କଳାକାର ଅଛନ୍ତି, ଚରିତ୍ର ଅନୁସାରେ ପୋଷାକ ପିନ୍ଧି ଜାଣିନାହାନ୍ତି କଳାକାର ଅଛନ୍ତି, ଚରିତ୍ର ଅନୁସାରେ ମେଣ୍ଟେନ କରି ଜାଣିନାହାନ୍ତି, ଚରିତ୍ର ଅନୁସାରେ କଥା ବି କହି ଜାଣିନାହାନ୍ତି। ଏମିତି ଅନେକ କଳାକାର ଯାତ୍ରାରେ ଅଛନ୍ତି, ସେମାନଙ୍କୁ ମାଲିକ କିନ୍ତୁ ଟେକିକି ଧରିଛନ୍ତି। ଯେପଟ କଳାକାର ପ୍ରକୃତରେ ଯିଏ ଅଭିନୟ କରୁଛି, ଦର୍ଶକ ଯାହାକୁ ଭଲ କହୁଛନ୍ତି, ମାଲିକ ଯଦି ଅଡିଟୋରିୟମ ଭିତରେ ବସିକି ସମୀକ୍ଷା କରନ୍ତେ ଯେ ମୋର ଏଇ ଆର୍ଟିଷ୍ଟଟାକୁ ଦର୍ଶକ କଣ ଗ୍ରହଣ କରୁଛନ୍ତି, କେମିତି ଗ୍ରହଣ କରୁଛନ୍ତି, କଣ କହୁଛନ୍ତି, ତାହେଲେ ମାଲିକ ଜାଣନ୍ତେ କୋଉ କଳାକାର ତାଙ୍କ ଟିମରେ ଭଲ ଅଭିନୟ କରୁଛି। ମାଲିକ ତ ଆଇଲେ ମ୍ୟାନେଜରଙ୍କ ସାଙ୍ଗରେ ବସିଲେ, ଉଠିଲେ, କେତେ ଆଜି ସେଲ୍ ହେଇଛି ନା ଆଜି ଏତେ ହେଇଛି, ଧଇଲେ ପଇସା ଚାଲିଲେ। ଆଜ୍ଞା ସେ କଳାକାରଙ୍କ ସାଙ୍ଗ ମ୍ୟାନେଜର ଯାହା କହିଲେ ମ୍ୟାନେଜରଙ୍କ କଥାରେ ମାଲିକ ସହମତ। ମାଲିକ ନିଜେ ବସି ଅଡିଟୋରିୟମ ଭିତରେ ନାଟ ଦେଖନ୍ତୁ, ତାଙ୍କ ଟିମରେ ଯୋଉ କଳାକାର ଅଛନ୍ତି, କଳାକାର ଚୟନ କରନ୍ତୁ, ସମୀକ୍ଷା କରନ୍ତୁ, ଏ କଳାକାର କେତେ ଦୂର ଲୋକ ଗ୍ରହଣ କରୁଛନ୍ତି, ମୋ ଟିମର ଏ ଜଣେ ଆର୍ଟିଷ୍ଟ, ଏ ଆର୍ଟିଷ୍ଟ କି ଦର୍ଶକ କଣ କହୁଛନ୍ତି। ମୋର ସବୁ ମାଲିକ ମାନଙ୍କୁ ଏଇଟା ବି ଅନୁରୋଧ। ସେଇଥିପାଇଁ ନାଣ୍ଡୁ ବାବୁ ଆଜି ଏତେ କମ୍ପିଟିସନ କରୁଛନ୍ତି ସମସ୍ତଙ୍କ ସହିତ। ନାଣ୍ଡୁ ବାବୁ ଶୁଣନ୍ତୁ, ସେ ଆଜ୍ଞା ଜଣେ ସ୍ୱତନ୍ତ୍ର ମାଲିକ। ସେ ଗୋଟେ ବଢିଆ କଥା କହନ୍ତି, ତମ ଷ୍ଟାର ନେଇ ମୋ ପାର୍ଟି ଚାଲିନି, ମୋ ପାର୍ଟି ବ୍ୟାନର ନେଇକି ତମେ ଷ୍ଟାର। ସେ ବି ଅନେକ ଷ୍ଟାର ତିଆରି କରିଛନ୍ତି। ଆଜି ପିୟୁଷ କୋଉଠୁ ହାଇଲାଇଟ ହେଲା, ଅଧା ରାତିର ସାଥୀ, ସେ କାହା ନାଟକ, ତୁଳସୀ ଗଣନାଟ୍ୟ ନାଟକ, ମାଲିକ କିଏ, ସେଇ ନାଣ୍ଡୁ ବାବୁ। ମୁଁ ତାଙ୍କୁ ଖରାପ କହିପାରିବିନି, ସେ ଭଲ ମାଲିକ, କାହା ପାଖରେ କଣ ଖରାପ ହେଇପାରନ୍ତି, ମୁଁ ତାଙ୍କୁ କେବେ ଖରାପ କହିପାରିବିନି। ଭଲ ମାଲିକ। ଅତୀତରେ ବି ମୁଁ ତାଙ୍କ ଟିମରେ ଥିଲି, ଗୌରୀ ଗଣନାଟ୍ୟ, ଯେତେବେଳେ ତାଙ୍କ ବନ୍ଧୁଙ୍କର ଶିବଲଙ୍କା ପ୍ରସାଦ ଯିଏ ସ୍ୱତ୍ୱାଧିକାରୀ ଥିଲେ, ମୁଁ ଗୌରୀ ଗଣନାଟ୍ୟରେ 10 ବର୍ଷ କାମ କରିଛି ହେଲା। ନାଣ୍ଡୁ ଭଲ ଲୋକ, ଖରାପ ଲୋକ ନୁହଁ, ପରଫେକ୍ଟ ଲୋକ।